ପୁଅ ଜିଉଁତିଆ ମୂଳାଷ୍ଟମୀ ଦିନ ଏ ବ୍ରତ। ଏହା ପଶ୍ଚିମ ଓଡ଼ିଶାର ଗଣପର୍ବ। ସନ୍ତାନ ପ୍ରାପ୍ତି ନିମନ୍ତେ ସନ୍ତାନ ମଙ୍ଗଳ ମନାସି କରାଯାଏ। ମୂଳାଷ୍ଟମୀ ଦିନ ଏ ବ୍ରତ ପଡ଼େ। 1 ବାର ପରେ ପ୍ରାତଃ ସ୍ନାନ ସହ 21 ପ୍ରକାର ବା ତଦୁର୍ଦ୍ଧ୍ୱ ଫଳମୂଳ ଯୋଗାଡ଼ ସହ ପରାତ କିମ୍ବା ଚାଙ୍ଗୁଡିରେ ସବୁକୁ ରଖିବା ସହ ତନ୍ମଧ୍ୟରେ ଯେତୋଟି ସନ୍ତାନ ତାଙ୍କ ଉଦ୍ଦେଶ୍ୟରେ 108 କେରାର ଦୁବ ଅକ୍ଷତ୍ର ବରକୋଳି ପତ୍ର ମିଶାଇ ଗୋଟିଏ ସରଗୀ ପତ୍ର ବା ଶାଳ ପତ୍ରରେ ବାନ୍ଧି ରଖାଯାଏ। ତା ସହ 21 ପ୍ରକାର ଫୁଲ ସିନ୍ଦୁର ଚନ୍ଦନ ତୁଳସୀ ସହ ପୂଜାବିଧି ସମାପନ। ପୁଅ ଜୁଁଟିଆର ଆଉ ଏକ ନିୟମ, ପୂଜା ସ୍ଥାନରେ ଗାତ କରି ମାଛଟିଏ ଛଡ଼ାଯାଏ। ଅଗଣା ଲିପା ପୋଛା 4 ଖଣ୍ଡ ବାଉଁଶ ପୋତି ଚାନ୍ଦୁଆ ଟଣାଯାଇ କୋଠରୀ ତିଆରି ହୁଏ। ତା ଭିତରେ ଚିତା ମୁରୁଜ ମଝିରେ ସ୍ଥାପନ ହୁଏ ଦେଉଳ। ଦେଉଳ କହିଲେ ବାଉଁଶ ବା କଣି କଦଳୀ ପୁଆ ତୁଳସୀ ଗଛ ଜୁଇ ଫୁଲ ଡାଳ ଫୁଲହାର ଆଉ ଆମ୍ବ ଡାଳର ତୋରଣ। ପୂଜା ସ୍ଥାନରେ ଚିଲ ଶାଗୁଣାଙ୍କ ଚିତ୍ର ମୁରୁଜରେ ଅଙ୍କାଯାଏ। କାଷ୍ଠା ଉପବାସ ବ୍ରତଧାରୀମାନେ ମିଶିକି କଲେ ଅଲଗା କଳସ ସ୍ଥାପନ କରନ୍ତି ବା ସମ୍ମୁଖରେ ଦୀପ ଜାଳି ପୂଜା ପାଠ। ଫଳମୂଳରେ ଖଇଗୁଡ଼ର ଦେଉଳ ପରି ମୁଆଁ ତାକୁ ଯୁଗାଡ଼ କୁହାଯାଏ। ଝୁଣା କର୍ପୂରର ସୁଗନ୍ଧ ଘଣ୍ଟ ଘଣ୍ଟି ଶଙ୍ଖଧ୍ୱନି ହୁଳହୁଳି ସହ ବ୍ରତ ବହି ପଢ଼ି ରାତିରେ ପୂଜା ସମାପନ ହୁଏ। ତା ପରଦିନ ଘାଣ୍ଟ। ଅତି ଆନନ୍ଦର ଦିନଟିଏ। 1.5 ଦିନ ଉପାସ କରି ମା ପାଏ ସନ୍ତାନଠୁ 1 ମୁଣ୍ଡିଆ। 1.5 ଦିନର ଉପବାସ ପରେ ମା ପାଏ ସନ୍ତାନ ଠାରୁ 1 ମୁଣ୍ଡିଆ।